ବ୍ରହ୍ମପୁର ସ୍ଥାନୀୟ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗରଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ତରଫରୁ ସଂସ୍ଥାନ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରଙ୍ଗାଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାରୁ 15ଟି ବିଦ୍ୟାଳୟରୁ ପ୍ରାୟ 150ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଏବଂ 15ଟି ଗଣିତ ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ଶାନ୍ତନୁ ପାଣି, ବ୍ରଜମୋହନ ସାବତ, ତୁହାନୀ ମହାପାତ୍ର, ରାମଚନ୍ଦ୍ର ବିଶୋଇ, ଦୀପକ ପାଢ଼ୀ, ପ୍ରିୟାଂଶୁ ଶେଖର ସାହୁ, ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ସମାରୋପରେ ମହାମଣ୍ଡଳେଶ୍ୱର କମଳକାନ୍ତ ମହାରାଜ, ଡକ୍ଟର ସୁଭାଷ ଚନ୍ଦ୍ର ସାହୁ, ଜୟସେନ ପ୍ରଧାନ, ଡକ୍ଟର ତ୍ରିନାଥ ମହାପାତ୍ର ଯୋଗ ଦେଇଥିଲେ। ରାଜେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ କୁମୁନ୍ଦ ରଞ୍ଜନ ପଣ୍ଡାଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଆସିକାରୁ ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।